ତୁମେ କେବେ ଏମିତି ଅନୁଭବ କରିଛ କି ଲୋକଙ୍କ ସାମ୍ନାରେ କଥା କହିବାକୁ ଗଲେ ହୃଦୟ ଜୋରରେ ଧଡ଼କୁ ଥାଏ, ହାତ କମ୍ପିଯାଏ, ମୁହଁରୁ ଶବ୍ଦ ବାହାରେନି ଏବଂ ତୁମେ ଭାବୁଛ ମୁଁ କେବେ କନଫିଡେନ୍ସ ହେଇପାରିବି ନାହିଁ। କିନ୍ତୁ ଆଜିର ଏହି ଷ୍ଟୋରି ତୁମର ଚିନ୍ତାଧାରାକୁ ପୁରା ଚେଞ୍ଜ କରିଦେବ। କାରଣ ଆଜି ତୁମେ ଶୁଣିବାକୁ ଯାଉଛ ଜଣେ ଏମିତି ଛୋଟ ଛୁଆର କାହାଣୀ, ଯିଏ ଏକ ସମୟରେ କ୍ଲାସରେ ନିଜର ନାମ ମଧ୍ୟ ଜୋରରେ କହିପାରୁନଥିଲା। କିନ୍ତୁ ଦିନେ ସେହି ଛୁଆ ହଜାର ହଜାର ଲୋକଙ୍କ ସାମ୍ନାରେ ଷ୍ଟେଜ ଉପରେ ସ୍ପିଚ୍ ଦେଇଥିଲା। ଏହା କେବଳ ଷ୍ଟୋରି ନୁହେଁ, ଏହା ହେଉଛି ଭୟ ଠାରୁ କନଫିଡେନ୍ସ ପର୍ଯ୍ୟନ୍ତ ଯାତ୍ରା। ଏକ ଛୋଟ ଗାଁରେ ରହୁଥିଲା ଜଣେ ଛୁଆ, ନାମ ଥିଲା ଅର୍ଜୁନ। ଅର୍ଜୁନ ବହୁତ ଶାନ୍ତ ଥିଲା। ସେ କାହା ସହିତ ଅଧିକ କଥା କହୁନଥିଲା। ସ୍କୁଲରେ ଟିଚର ପଚାରୁଥିଲେ, ଏହି ପ୍ରଶ୍ନର ଉତ୍ତର କିଏ ଦେଇପାରିବ? ଅର୍ଜୁନ ଉତ୍ତର ଜାଣିଥିଲା, କିନ୍ତୁ ହାତ ଉଠାଇବାକୁ ଡରୁଥିଲା। କାରଣ ତାର ମନରେ ଏକ ଭୟ ଥିଲା, ଲୋକେ ମୋତେ ଜଜ୍ କରିବେ, ମୁଁ ଭୁଲ କହିଦେଲେ ସମସ୍ତେ ହସିବେ। ଏହି ଭୟ ତାର କନଫିଡେନ୍ସକୁ ଧୀରେ ଧୀରେ ଖାଇଦେଉଥିଲା। ଏକ ଦିନ ସ୍କୁଲରେ ସ୍ପିଚ୍ କମ୍ପିଟିସନ୍ ହେଉଥିଲା। ଟିଚର ସବୁ ଷ୍ଟୁଡେଣ୍ଟଙ୍କୁ ପାର୍ଟିସିପେଟ୍ କରିବାକୁ କହିଲେ। ଅର୍ଜୁନ ମଧ୍ୟ ନାମ ଦେଲା। କିନ୍ତୁ ଷ୍ଟେଜ ଉପରକୁ ଯିବା ମାତ୍ରେ ତାର ହାତ କମ୍ପିବା ଆରମ୍ଭ ହେଲା। ମୁହଁ ଶୁଖିଗଲା, ମନ ଶୂନ୍ୟ ହୋଇଗଲା। ସେ କେବଳ 2ଟି ଲାଇନ୍ କହିଲା, ତାପରେ ଚୁପ୍ ରହୁଥିଲା। କିଛି ଷ୍ଟୁଡେଣ୍ଟ ହସିବାକୁ ଲାଗିଲେ। ସେହି ହସ ଅର୍ଜୁନର ହାର୍ଟକୁ ଭାଙ୍ଗିଦେଲା। ସେହିଦିନ ଘରକୁ ଫେରି ସେ ନିଜ ରୁମ୍ରେ ଏକାକୀ କାନ୍ଦିଲା ଏବଂ ମିରର ସାମ୍ନାରେ ନିଜକୁ କହିଲା, ମୁଁ କେବେ ପବ୍ଲିକରେ କଥା କହିପାରିବି ନାହିଁ। ପରବର୍ତ୍ତୀ ଦିନ ତାର ଇଂଲିଶ ଟିଚର ତାକୁ ଡାକିଲେ। ଟିଚର ପଚାରିଲେ, ତୁମେ କାହିଁକି ଡରୁଛ? ଅର୍ଜୁନ କହିଲା, ମୋତେ ଲାଗେ ଲୋକେ ମୋତେ ଜଜ୍ କରିବେ। ଟିଚର ହସି କହିଲେ, ଲୋକେ ତୁମକୁ ସେତେବେଳେ ଜଜ୍ କରିବେ ଯେତେବେଳେ ତୁମେ ନିଜକୁ ଜଜ୍ କରିବା ଆରମ୍ଭ କରିଦେବ। ଏହି ଏକ ଲାଇନ୍ ଅର୍ଜୁନର ମନରେ ଘୁରି ବୁଲିବାକୁ ଲାଗିଲା। ଟିଚର ପୁଣି କହିଲେ, କନଫିଡେନ୍ସ ଜନ୍ମରୁ ଆସେନି, ପ୍ରାକ୍ଟିସରୁ ଆସେ। ସେ ଦିନଠାରୁ ଅର୍ଜୁନ ନିଷ୍ପତ୍ତି ନେଲା, ମୁଁ ଡରକୁ ହରାଇବି। ସେ ପ୍ରତିଦିନ ମିରର ସାମ୍ନାରେ ପ୍ରାକ୍ଟିସ କରୁଥିଲା। ପ୍ରଥମ ଦିନ କେବଳ 1 ମିନିଟ୍ କହିପାରିଲା, ଦ୍ୱିତୀୟ ଦିନ 2 ମିନିଟ୍। ଧୀରେ ଧୀରେ ତାର ଭଏସ୍ କ୍ଲିୟର ହେବାକୁ ଲାଗିଲା। ସେ ମୋଟିଭେସନ ଭିଡ଼ିଓ ଦେଖୁଥିଲା, ବୁକ୍ସ ପଢ଼ୁଥିଲା, ନିଜର କହିବା ଷ୍ଟାଇଲ ଇମ୍ପ୍ରୁଭ୍ କରୁଥିଲା। କିନ୍ତୁ ଯାତ୍ରା ସହଜ ନଥିଲା। କେବେ କେବେ ସେ ପୁଣି ନର୍ଭସ୍ ହୋଇଯାଉଥିଲା। କେବେ କେବେ ଲୋକେ ତାର ଉଚ୍ଚାରଣକୁ ନେଇ ମଜାକ କରୁଥିଲେ। କିନ୍ତୁ ଏଥର ସେ ଭାଙ୍ଗି ପଡ଼ୁନଥିଲା। କାରଣ ତାର ଭିତରେ ଏକ ନୂଆ ବିଶ୍ୱାସ ଜନ୍ମ ନେଇଥିଲା, ମୁଁ ଇମ୍ପ୍ରୁଭ୍ କରିପାରିବି। କିଛି ମାସ ପରେ ସ୍କୁଲରେ ପୁଣି ସ୍ପିଚ୍ କମ୍ପିଟିସନ୍ ହେଲା। ଏଥର ଅର୍ଜୁନର ହୃଦୟ ଧଡ଼କୁଥିଲା। କିନ୍ତୁ ସେ ଷ୍ଟେଜ ଉପରକୁ ଗଲା, ମାଇକ୍ ଧରିଲା ଏବଂ କହିବା ଆରମ୍ଭ କଲା। ଭୟ ତୁମକୁ ରୋକିବାକୁ ଆସେ, କିନ୍ତୁ ତୁମେ ଯଦି ଚେଷ୍ଟା କର, ସେହି ଭୟ ତୁମର ଶକ୍ତି ହୋଇଯାଏ। ସମ୍ପୂର୍ଣ୍ଣ ହଲ୍ ଚୁପ୍ ଥିଲା। ସ୍ପିଚ୍ ଶେଷ ହେବା ମାତ୍ରେ ସମସ୍ତେ ତାଳି ପିଟିବା ଆରମ୍ଭ କଲେ। ସେହି ଦିନ ପ୍ରଥମ ଥର ପାଇଁ ଅର୍ଜୁନ ନିଜକୁ ବିଶ୍ୱାସ କଲା। ସମୟ ଗଡ଼ି ଯାଉଥିଲା। ଅର୍ଜୁନ କଲେଜରେ ସେମିନାରିଜ୍ ଦେବାକୁ ଲାଗିଲା। ସୋସିଆଲ ମିଡ଼ିଆରେ ଭିଡ଼ିଓସ୍ ଅପଲୋଡ଼ କରୁଥିଲା। ଆରମ୍ଭରେ କେହି ଦେଖୁନଥିଲେ, କିନ୍ତୁ ସେ କନସିଷ୍ଟେନ୍ସି ଛାଡ଼ିଲା ନାହିଁ। 1 ବର୍ଷ ପରେ, 2 ବର୍ଷ ପରେ ଏବଂ ଦିନେ ତାର ଏକ ମୋଟିଭେସନ ଭିଡ଼ିଓ ଭାଇରାଲ ହୋଇଗଲା। ଲୋକେ କମେଣ୍ଟ କରୁଥିଲେ, ତୁମର ୱାର୍ଡସ୍ ମୋ ଲାଇଫ୍ ଚେଞ୍ଜ କରିଦେଲା। ମୁଁ ମଧ୍ୟ ଷ୍ଟେଜ ଭୟରେ କଷ୍ଟ କରୁଥିଲି ଏବଂ ସେହି ଛୁଆ ଯିଏ ଦିନେ କ୍ଲାସରେ କହିପାରୁନଥିଲା, ଆଜି ହଜାର ହଜାର ଲୋକଙ୍କୁ ଇନ୍ସପାୟାର କରୁଥିଲା। ଏହି ଷ୍ଟୋରି ସବୁଠାରୁ ବଡ଼ ଲେସନ୍ କ'ଣ ଜାଣିଛ? ଭୟ କେବେ ଶେଷ ହୁଏନି, କିନ୍ତୁ ତୁମେ ଆକ୍ସନ୍ ନେବା ଆରମ୍ଭ କଲେ ଭୟ ଛୋଟ ହେବାକୁ ଲାଗେ। କନଫିଡେନ୍ସ କୌଣସି ମ୍ୟାଜିକ୍ ନୁହେଁ। କନଫିଡେନ୍ସ ଆସେ ପ୍ରାକ୍ଟିସରୁ, ଫେଇଲରରୁ, ରିଜେକ୍ସନରୁ ଏବଂ ନିଜକୁ ବିଶ୍ୱାସ କରିବାରୁ। ତେଣୁ ଯଦି ତୁମେ ଆଜି ଡରୁଛ, ତାହେଲେ ମନେ ରଖ, ଯେଉଁ ଲୋକ ଆଜି କନଫିଡେନ୍ସ ଦେଖାଯାଉଛନ୍ତି ସେମାନେ ମଧ୍ୟ କେବେ ନା କେବେ ଡରୁଥିଲେ। ଡିଫରେନ୍ସ କେବଳ ଏତିକି, ସେମାନେ ଡର ସତ୍ତ୍ୱେ ମଧ୍ୟ ଆଗକୁ ବଢ଼ିଲେ। ଯଦି ଏହି ଷ୍ଟୋରି ତୁମକୁ ମୋଟିଭେଟ୍ କଲା, ତାହେଲେ ଭିଡ଼ିଓକୁ ଲାଇକ୍ କରନ୍ତୁ ଆଉ ଆମରି ନ୍ୟୁ ମୋଟିଭେସନ୍ 777 ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ କରନ୍ତୁ, ଆଇ କ୍ୟାନ୍ ଡୁ ଇଟ୍। କାରଣ
ଆଜିର ଛୋଟ କନଫିଡେନ୍ସ ଆସନ୍ତା କାଲି ତୁମର ବଡ଼ ସକ୍ସେସ୍ ହୋଇପାରେ। ଧନ୍ୟବାଦ।